ଆଲୋ କଣ ଏତେ ଚିନ୍ତା କରୁଛୁ କିଲୋ ରୋଷେଇ ଟାଇମରେ? ରୋଷେଇରେ ମନ ଧ୍ୟାନ ନାହିଁ, କୋଉ ଚିନ୍ତାରେ ଏମିତି ବୁଡି ଯାଇଛୁ? ନାଇଁ ମୋ ଦିଦି, କଣ ଚିନ୍ତା କରିବି କହିଲ, ଏ ତମ ଦିଅରଙ୍କ ପେଟ କଥା ଚିନ୍ତା କରୁଥିଲି ବା। କଣ ଦିଅରର ପେଟ କଥା ଚିନ୍ତା କରୁଥିଲୁ? ଆଲୋ ତା ପେଟ ତ ଯେମିତି ହେଇଛି, ଛାଟ ଯଦି ଉପରକୁ ଏମିତି ଟେକିକି ରଖିଦେଲା, ଛାଟ ଆଉ ଗୋଟେ ଇଞ୍ଚ ବି ତଳକୁ ଖସିବନି। ପ୍ୟାଣ୍ଟ ଯଦି ବି ଲୁଜ ଥିବ, ଯଦି ଏମିତି ଉପରକୁ ଟେକିଦେଲା ପେଟକୁ, ବେଙ୍ଗ ଭଳିଆ ଡେଇଁଲେ ବି ସିଏ ଖସିବାର ନାହିଁ। ପୁଣି ତୋର କଣ ଚିନ୍ତା ପେଟ ପାଇଁ? ପେଟ ତ ପୁରା ସାଇଜରେ ଅଛି। ନାଇଁ ମୋ ଦିଦି, ଲୁଙ୍ଗି ପରା ଖସି ଯାଉଛି, ସାଇଜ ଜମା ଠିକ ନାହିଁ ତାଙ୍କର। ଦିଦି, ମୁଁ ଭାବୁଛି ତାଙ୍କର ରାତିରେ ଯୋଉ ରୁଟି ଖାଇବାଟା ଭାବୁଛି ମୁଁ ବନ୍ଦ କରିଦେବି। ହଁ ଏକଦମ ଠିକ ନା, ରୁଟି ବନ୍ଦ କରିଦେ, ରୁଟି ବନ୍ଦ କରିଦେ, ରୁଟି ବନ୍ଦ କରିଦବା ଦରକାର ପୁରା। ରୁଟି ବନ୍ଦ କରି ପରଟା ଷ୍ଟାର୍ଟ କରିବି। ପରଟାରେ ଘିଅ ଟିକେ ସଡ ସଡ କରିକି ମାରିକି ଦେଲେ, ଖାଇଲେ 10 ଦିନରେ ପୁରା ରେଡି ଆଉ।